ନମସ୍କାର ଦର୍ଶକ ବନ୍ଧୁ। ଆଜି ଗୌରୀକୁ ଗୁରୁଦେବ ନାଗମଣି ଲକେଟ ଦେବେ। ଗୌରୀ ତାଙ୍କ ଝିଅକୁ ଖୋଜିବା ପାଇଁ ଆଉ ସେପଟେ ମହାକାଳ ବାବା ମାଧବୀକୁ ନାଗମଣି ପାଖରେ ପହଞ୍ଚିବା ପାଇଁ ଯାଦୁଇ ପଥର ଦିଅନ୍ତି। ଆଉ ନାଗମଣି ଦେବାର କଥା ମହାକାଳ ବାବା ତନ୍ତ୍ର ବଳରେ ଜାଣି ଦିଅନ୍ତି। ଆଉ ତାପରେ ପିକୁ କୁହନ୍ତି, ବାବା ଆମ ସମସ୍ୟା ଜାଣିଛନ୍ତି, ଯେତେବେଳେ ସମସ୍ୟା କେମିତି ଦୂର ହେବ ସେ କଥା ଜାଣିଥିବେ। ପ୍ଲିଜ ଆମକୁ କୁହନ୍ତୁ, ଗୌରୀ ଯେମିତି ତା ଝିଅ ପାଖକୁ ନ ପାଇପାରେ ଆଉ ତାକୁ ଆମେ ରୋକିପାରିବୁ। ତାପରେ ମହାକାଳ ବାବା ତନ୍ତ୍ର ବଳରେ ହୋମକୁଣ୍ଡରୁ ଯାଦୁଇ ପଥର ଆଉ ଯାଦୁଇ ପାଣି ବାହାର କରନ୍ତି। ଏକଥା ଦେଖି ମାଧବୀ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ତାପରେ ବାବା ମାଧବୀକୁ କୁହନ୍ତି, ତୋ ପାଖରେ ଯୋଉ ଶଇତାନ ମୂର୍ତ୍ତି ଅଛି ତା ସାମ୍ନାରେ ଏଇ କାଚ ଗୋଲିକୁ ଥୋଇ ଦେଇଥିବୁ ଆଉ ଏଇଥିରେ ଯାଦୁଇ ପାଣି ଢାଳିବୁ। ଆଉ ସେ ଶଇତାନୀକୁ ବିନତି କରି କହିବୁ, ସେ ତୋତେ ସେଇ ଜିନିଷ ପାଖରେ ପହଞ୍ଚାଇ ଦବ ଯୋଉ ଜିନିଷ ଗୌରୀକୁ ତା ଝିଅ ପାଖରେ ପହଞ୍ଚାଇ ଦବ। ଆଉ କୁହନ୍ତି, ଏଇ କଳା ତୋତେ ସେଇ ଜିନିଷ ଦେଖାଇବ ଯୋଉଟା ଗୌରୀ ପାଖରେ ଅଛି। ସେଇ ଜିନିଷ ଆଣି ତାକୁ ନଷ୍ଟ କରିବାକୁ ପଡ଼ିବ ଆଉ ଗୌରୀ ତା ଝିଅ ପାଖରେ କେବେ ପହଞ୍ଚି ପାରିବନି। ତାପରେ ସେ ଯାଦୁଇ ପଥର ନେଇ ଚାଲିଯାଆନ୍ତି। ଏସବୁ ଦେଖି ପିୟୁଷ ଆଉ ଇନ୍ସପେକ୍ଟର ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ତାପରେ ଇନ୍ସପେକ୍ଟର କୁହନ୍ତି, ଏଇଟା ବଢ଼ିଆ ସୁଯୋଗ, ମୁଁ ଏଇମାନଙ୍କୁ ଏଇଠି ସୁଟ୍ କରିଦଉଛି। ତାପରେ ଇନ୍ସପେକ୍ଟର ଗୁଳି କରିବା ସମୟରେ ପିୟୁଷ ଅଟକାଇ ଦେବେ। ଆପଣମାନଙ୍କୁ କ'ଣ ଲାଗୁଛି ପିୟୁଷ କ'ଣ ପାଇଁ ଅଟକାଇବ? ଏସବୁ ବିଷୟରେ ଅଧିକ ଜାଣିବା ପାଇଁ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ରହୁଛି। ବାଏ।